ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ସୁରଭି 2024 ମସିହାର କାର୍ଯ୍ୟସୂଚୀ ଅନୁସାରେ ଅଷ୍ଟମରୁ ଦଶମ ଶ୍ରେଣୀ ଏବଂ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ସିନିୟର ଗ୍ରୁପରେ ବକ୍ତୃତା ବିଭାଗରେ ବିଷୟଟି ହେଉଛି ହଜି ଯାଉଥିବା ଲୋକକଳାର ସମୃଦ୍ଧିରେ ମୋର ଭୂମିକା। ଯାହାକୁ କହିବା ନିମନ୍ତେ ସମୟ ମାତ୍ର 3 ମିନିଟ୍ ମିଳିବ। ବିଷୟଟି ପୁଣି ଥରେ ମୁଁ କହି ରଖୁଛି, ହଜି ଯାଉଥିବା ଲୋକକଳାର ସମୃଦ୍ଧିରେ ମୋର ଭୂମିକା। ସମ୍ମାନନୀୟ ବିଚାରକ ମଣ୍ଡଳୀ, ଉପସ୍ଥିତ ସୁଧୀଜନ ମଣ୍ଡଳୀ, ବରେଣ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ସହପାଠୀ ତଥା ପ୍ରତିଯୋଗୀ ବଡ଼ ଓ ସାନ ଭାଇ ଭଉଣୀମାନେ, ସ୍ୱାଧୀନଚେତା ମନୋଭାବ ନେଇ ଆଜି ମୁଁ ମୋର ପ୍ରତିପାଦ୍ୟ ବିଷୟ ହଜି ଯାଉଥିବା ଲୋକକଳାର ସମୃଦ୍ଧିରେ ମୋର ଭୂମିକା ସମ୍ବନ୍ଧରେ କିଛି ତଥ୍ୟ ପ୍ରଦାନ କରିବା ଅବସରରେ ନିଜକୁ ଧନ୍ୟ ମନେ କରୁଅଛି। ଉତ୍କଳୀୟ ଲୋକକଳା ସର୍ବଦା ଜୀବନ୍ତ ଓ ପରିବ୍ୟାପ୍ତ। ଏହାର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀ ଜଗନ୍ନାଥ। ଅତୀତରୁ ସାମାଜିକ ଉତ୍ଥାନ ପତନ ଭିତରେ ହିଁ ଓଡ଼ିଶାର ଲୋକକଳା ଅଦ୍ୟାପି ବିରାଜମାନ ଅଛି। 12 ମାସରେ 13 ପର୍ବ ଆମ ସ୍ୱାଭିମାନର ପ୍ରତୀକ। ଏହା ହିଁ ଲୋକକଳା ମାଧ୍ୟମରେ ସାମାଜିକ ବନ୍ଧୁତ୍ୱର ସଦ୍ଭାବନା ସୃଷ୍ଟି କରିଅଛି। ଓଡ଼ିଶାର ଲୋକକଳା ସମଗ୍ର ବିଶ୍ୱରେ ଆଦୃତ। ଓଡ଼ିଆ କାରିଗରର ଚିତ୍ରକଳା ତଥା ପଥରରେ ଖୋଦେଇ ମୂର୍ତ୍ତିର ଚାହିଦା ସମଗ୍ର ବିଶ୍ୱରେ ଆଦୃତ। ଜ୍ଞାନୀର ଚକ୍ଷୁ, କର୍ମୀର ହାତ ଓ ଭକ୍ତର ହୃଦୟର ମିଳନ ରୂପକ ତ୍ରିବେଣୀ ସଙ୍ଗମର ପ୍ରବାହିତ ଜ୍ଞାନଗଙ୍ଗାର ପ୍ରତିଟି ଜ୍ଞାନବିନ୍ଦୁ ଗୋଟିଏ ଗୋଟିଏ ଲୋକକଳାର ଗାଥା ବହନ କରିଥାଏ। କର୍ମଭୂମି, ଜନ୍ମଭୂମି, ଶିକ୍ଷାଭୂମିର ତ୍ରିବେଣୀ ସଙ୍ଗମ ଓଡ଼ିଶାର ଲୋକକଳା। କିନ୍ତୁ ଆଜି ପ୍ରାଚ୍ୟ ଜଗତକୁ ଛାଡ଼ି ପାଶ୍ଚାତ୍ୟ ଜଗତକୁ ଅନୁସରଣ କରିବା ଫଳରେ ମୋ ରାଜ୍ୟର କିଛିଟା ଲୋକକଳା ବିଲୁପ୍ତ ହେବାକୁ ବସିଲାଣି। କର୍ମମୟ ଜୀବନ ଜଞ୍ଜାଳରେ ସାମାଜିକ ବନ୍ଧନତା ଆଉ ପ୍ରାୟ ଦେଖିବାକୁ ମିଳୁନାହିଁ। ଯେଉଁ ଲୋକକଳା ମୋ ଜାତିର ଗର୍ବ ଏବଂ ଗୌରବ, ସେଥି ନିମନ୍ତେ ପ୍ରଥମେ ମୁଁ ପ୍ରତିଶ୍ରୁତିବଦ୍ଧ ଯେ ହଜି ଯାଉଥିବା ଲୋକକଳାର ସମୃଦ୍ଧିରେ ମୋର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଗୋଟିଏ ସଭ୍ୟତାର ମୂଳଦୁଆ ହେଉଛି ତା'ର ସଂସ୍କୃତି ଓ ପରମ୍ପରା। ତେଣୁ ମୋର ମହାନ ପରମ୍ପରାକୁ ଜୀବିତ ତଥା ଯୁଗୋପଯୋଗୀ କରାଇବା ନିତାନ୍ତ ଆବଶ୍ୟକ ମନେ କରୁଅଛି। ଲୋକକଳା ହେଉଛି ଆଞ୍ଚଳିକ ଲୋକମାନଙ୍କର ପାରମ୍ପରିକ କଳା ଏବଂ କୌଶଳ। ଲୋକକଳାର ବିଷୟବସ୍ତୁ ପରିବେଷଣକାରୀର ଜୀବନ, ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ଏବଂ ପରିବେଶକୁ ଆଧାର କରି ଗଢ଼ି ଉଠିଥାଏ। ଏହା ମଧ୍ୟ ପ୍ରକୃତିର ଭିନ୍ନ ବୈଚିତ୍ର୍ୟ ଏବଂ ଋତୁଚକ୍ରର ଋତୁଚିତ୍ରକୁ ଉଦ୍ଧାର କରି ପରିବେଷଣ କରାଯାଏ। ଆଜିର ଇଣ୍ଟରନେଟ୍ ଯୁଗରେ ବିଭିନ୍ନ ପ୍ରକାର ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ମାତ୍ରାରେ ହେଉଅଛି, ଯଥା ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଇତ୍ୟାଦି। ଏହିସବୁ ସୋସିଆଲ ମିଡ଼ିଆର ହଜି ଯାଉଥିବା ଲୋକକଳାକୁ ଯଥା ପାଲା, ଦାସକାଠିଆ, ଚଢ଼େୟା ଗୀତ, ପାଇକ ବାଦ୍ୟ, ରଣସିଂହା ନୃତ୍ୟ ଇତ୍ୟାଦିକୁ ଦେଶ ବିଦେଶ ତଥା ସମଗ୍ର ବିଶ୍ୱରେ ପ୍ରକଟ କରାଇବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ହେଉଛି। ସ୍ୱାଧୀନଚେତା ହୋଇ ମୂଲ୍ୟବୋଧ କମିବା ହେତୁ ଯେଉଁ ସବୁ କୁଟୀର ଶିଳ୍ପର ଅବସାନ ଘଟିଛି, ତାହାକୁ ନ୍ୟୁ ଇନୋଭେଟିଭ୍ ଆଇଡ଼ିଆରେ ଜନସାଧାରଣଙ୍କ ମନରେ ସଚେତନ କରାଇବି। ବିଭିନ୍ନ ପର୍ବପର୍ବାଣୀରେ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ପାଶ୍ଚାତ୍ୟ ଦେଶର ଅନୁକରଣ ନ କରି ମୋ ଓଡ଼ିଶାର ଲୋକକଳାକୁ ଉଜ୍ଜୀବିତ କରିବାର ଶପଥ ଆଜି ମୁଁ ନେଉଅଛି। ଆଜି ମାଠି ମୁଠି ପୁଣି ଲୋକକଳା ମାଧ୍ୟମରେ ଆମ ଓଡ଼ିଆ ଜାତିକୁ ଗଢ଼ିବାକୁ ହେବ। ଲୋକକଳାକୁ ସଙ୍ଗୀନ ଶାଣିତ କରିବାକୁ ହେବ। ଭାବୋଚ୍ଛ୍ୱାସକୁ ଉଜ୍ଜୀବିତ କରିବାକୁ ହେବ। ସରକାରଙ୍କ ତରଫରୁ ମଧ୍ୟ ଲୋକକଳାକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରହିଛି। କିନ୍ତୁ ଲୋକକଳା କିପରି ଆହୁରି ଆଗକୁ ଯାଇପାରିବ, ତୃଣମୂଳ ସ୍ତରରୁ ସହଯୋଗ କରନ୍ତୁ। ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଯାଏ ଆମ ଓଡ଼ିଶାର ଲୋକକଳାକୁ ଗୁରୁତ୍ୱ ଦିଅନ୍ତୁ, ଏତିକି ପ୍ରାର୍ଥନା। ଜୀବନ ମାନେ ସତ୍ୟ ପ୍ରାପ୍ତି ନୁହେଁ, ସତ୍ୟର ଅନୁସନ୍ଧାନ। ଗୌତମ ଯେପରି ଖୋଜି ଚାଲିଥିଲେ ନିରଞ୍ଜନ ତଟ ବୋଧିଦ୍ରୁମ, ମୁଁ ସେହି ସତ୍ୟ ଅନୁସନ୍ଧାନର ପଥିକ ସାଜି ମୋ ଓଡ଼ିଶାର ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଶତଚେଷ୍ଟା କରିବି। ଯଥାସମ୍ଭବ ଏହାର ପ୍ରଚାର ପ୍ରସାର କରାଇବି। ଏତିକି କହି ମୁଁ ମୋର ବକ୍ତବ୍ୟ ସାଙ୍ଗ କରୁଅଛି। ଜୟ ଜଗନ୍ନାଥ।